हेलो फ्रेंड गुड मॉर्निंग सकाल सकाल नुआ ब्लॉग को स्वागत मुझे आम कौ घर अच्छे देखिए ठाकुर घरे किचेन पाखे अच्छी किचेन रूम पाखे अच्छी और ठाकुर घर आमर तो सब ठाकुर पूजा पूजी सरिकी देख ठाकुर पूजा पूजी सरी चाह रेडी चाह कि खाइनु आटे भात बस कहीं काली गोटे भोजी समस्ते जाते राति खायापा आमर भात रंधा ही ना राति मुझे खाई नी बरा तरकारी खाइके शोई पड़ी सन्ध्या बेले खाइलिनी भात बस के खाइके जी बो कदली मजा आनी आमर राई हम मुझे शाग रखी तरकारी करने चलो चाहाटा खाइबा आ गोटे जिनस अच्छी फ्रिज रखी नहीं क्या बासिया बासिया खीरी मुझे एक्चुअली कल खाई था एत निद लगे मुझे शो पड़ी कौन आई मोबाइल रखे भल लगे चाउल आ फिर था बड़ बड़ चाउल अच्छे खोजु गोटे काजू भी पाऊनी चार गोटे घट उपर सफा कर लगिगला शाग भजा हम आ पखाड़ा खिया हम किए काम शाग कौन है सजना शाग आ खड़ा शाग कोशला शाग मिशा मिशेक भाजी पूरा गरम चाह खाई पर्यटन मुझे चाह ठंडा कर लगे तो कम पानी आसनी भाजी सारा से गोटे स्पेशल जिन थुआई देखो मंजा राई हम फला बुट मंजा राई मसला देकी तरकारी हम दीपुर को पिज होगला लुण पकई भजा भजी कर चाहटा पीला पूरा रेडी टाइम हेले 8टा मु 5टारे चाह करके 8टारे चाह पीऊँ है 5टारे मु चाह करके 8टारे चाह पीऊँ आई देख आम मंजा थी आज फला गोटे मंजा माने मसला देके हम पिज रसुण दिहा कर गरम मसला पकई देखा कर आज केमती लगुच मंजा तो सब फेमस 3 दिन है आईला से डैमेज टे उपर माछ माछ आसला जो दिन आसला मैंने कर खाई हो पारानी कल तो भोजी भी खाइले खाई था हो पारानी आज कर खाईदबा साग मैंने देखते मंजा कटा मैंने चलला तरकारी देखते मंजार नाली तुम रखी खाइब
ସାଙ୍ଗମାନେ ଏଇଠି ଦେଖନ୍ତୁ ମୁଁ ଇଣ୍ଡକ୍ସନରେ ପୁରା ମଞ୍ଜାକୁ ହଳଦୀ ଲୁଣରେ ପୁରା ସିଝଉଛି। ଆଉ ବାକି ଏଥିରେ ମୁଁ ରଖିଛି କଷି କଖାରୁ ଆଉ ଆଳୁ କାଟିକି ଆଉ ମଟର ରଖିଛି ସିଝା ହବ। ଆଗକୁ ସିଝେଇ ଦିଏ କଳା ପାଣି ଛାଡ଼ିଲା ପରେ ବାକି ପରିବା ତକ ସିଝେଇ ଦେବା ଆଉ ତରକାରୀ କରିବା। ଆମେ ଏଇଠି ବସିଛି ତାକୁ ଚୁଲିରେ ହବ ମୁଁ ତାକୁ ସିଝେଇ ଦିଏ ମେସିନରେ ସିଝେଇକି ଦେଖାଉଛି। ଏଇଠି ମୋର ମଞ୍ଜା ସିଝୁଛି ସିଝିଗଲାଣି ଆଉ ବାକି ପରିବା ତକ ସିଝେଇଦେବା ଆଉ କାଢ଼ିକି ଆଉ ପାଣି କାଢ଼ିଦେବା ଅଧା ଅଧା ସିଝେଇବା ବେଶୀ ସିଝେଇନି। ଆଉ ଏଇଠି ଲିସିନ୍ ଦାଦି ଖାଉଛନ୍ତି ଶାଗ ଭଜା ପଖାଳ ଆଉ ଆମ୍ବ ଖାଇକି କାମକୁ ଯିବେ। ଆଉ ମୁଁ ତ ମୋ ରୋଷେଇରେ ଲାଗିଛି ଆଉ ରାଜାକୁ ସେଠି ଖାଇବାକୁ ଦେଇଛି ତା ପ୍ଲେଟ୍ ସବୁ କାଢ଼ିକି ଥୋଇଛି ସଫା କରିବି। ତାପରେ ଆମ ପାଇଁ ସିଝେଇ କରି ରଖିଦେଲେ ତରକାରୀଟା ପଛରେ ହବ। ଦେଖିବା ଡାଲି ଯଦି କରିବା ନହେଲେ ଖାଲି ତରକାରୀ କରିଦେବା। ତାକୁ ଛାଣିକି ରଖିଦେବା ତାପରେ ତାକୁ ସିଝେଇବା ବେଶୀ ସିଝିଲେ ଭଲ ନୁହଁ। ଫ୍ରେଣ୍ଡ ଦେଖନ୍ତୁ ଆଜି ପୁରା ପ୍ରବଳ ଖରା ମାରିଲାଣି ପାଗଳି ଅଙ୍ଗନବାଡ଼ିରୁ ଆସିକି ଏଠି କେମିତି ହେଉଛି। ଆଉ ମୁଁ ତ ଏଠି ଚୁଲି ଲଗେଇକି ବସିକି ଗରମରେ ରୋଷେଇ କରିବା ବହୁତ ବଡ଼ କଷ୍ଟ। ଆଉ କଷ୍ଟ ତ ହବ ଆଉ ମୁଁ ତ ଡାଲି ଇଣ୍ଡକ୍ସନରେ ସିଝେଇ ଦେଇଥିଲି ଖାଲି ଡାଲି ଆଉ ସେଠି ଯେଉଁ ମଞ୍ଜା କଷି କଖାରୁ ଆଳୁ ମଟର ରଖିଛି ଆଉ ମସଲା ଏଠି ସବୁ କାଟି କୁଟିକି ରଖିଛି ଗ୍ରାଇଣ୍ଡର କରି ପେଷ୍ଟ ବନେଇକି। ଆଉ ଷ୍ଟାର୍ଟ କରିବା ରୋଷେଇ ଛୁଙ୍କ ସବୁ ଷ୍ଟାର୍ଟ କରିକି ଆଉ ଦେଖିବା ବନେଇବା ମସଲାରେ କେମିତି ଲାଗୁଛି। ମଗ ଡାଲିଟା ପ୍ରଥମେ ବଘାରି ଦିଏ ତାପରେ ଏଇଟା କରିବା। ଗୁଗୁଲ ଗୁଗୁ କାହିଁ ଏତେ ଦୁଷ୍ଟ ହଉଛୁ ଘଷି ଦିଟା ଆଣିଦେ। ଯୋଉ ଘଷି ଦିଟା ଆଣିଦେ। ମାଲୋ ମାମା କଥା ମାନିବୁନୁ ମାମା ଯାତ୍ରା ଯିବନି। ଘଷି 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 ଦୁଆରେ ଶୁଖୁଛି ଆମର। ଏତିକି ହଁ ଆଉ ଦଉନୁ ମତେ ଏତେ ଗରମ ଲାଗୁଛି ଗାଈଟା ବି ବନ୍ଧା ହେଇଛି ଆମର ପଦାରେ ବୋଉ ନାହାନ୍ତି ତାକୁ ବି ଆଣିବାକୁ ଯିବାକୁ ପଡ଼ିବ ଖରା ବହୁତ ହେଲାଣି। ଆଉ କେତେ ଗରମ ଭୋକ ଲାଗିଲାଣି ମୁଁ ପଖାଳ ଖାଉନାହିଁ ପୁରା 10ଟା ହେଇଗଲାଣି କଣ କରିବା। ଆଜି ବି ଗୋଟେ ପେଟ ଗ୍ୟାସ୍ ହେଇଛି ଭୋକ ଲାଗୁନି। ଛୁଙ୍କଟା କରିଦେବା। ଦେଖନ୍ତୁ ଆମ ଛୋଟା ସା କିଚେନ୍ ତାପରେ ସବୁ ଡବା ଡୁବି ରଖୁ ଏଠି ସବୁ ବାସନ ପାଣି ବାଲ୍ଟି ଏଇଠି ହଉଛି ଆମ ଛୋଟା କିଚେନ୍। ସେଇ ଛୋଟ କିଚେନରେ ମୁଁ ସବୁବେଳେ ରୋଷେଇ କରେ। ଆଉ ଦେଖନ୍ତୁ ସେଠି ତ ପଦାରେ ରୋଷେଇ କରେ ଯୋଉଠି ଛାମୁଣ୍ଡିଆ ହେଇଛି ସେଠି ତ ବର୍ତ୍ତମାନ ପାଇଁକା ବର୍ଷା ହେଇକି କାଳବୈଶାଖୀ ତାଣ୍ଡବ ଏମିତି କରିକି ଯାଇଛି ଯେ ମୋ ଚୁଲି ଶୁଖୁନି। ଆଉ ମୁଁ ରୋଷେଇ କରିବି କଣ ଏଇ ଘର ଭିତରେ ଗରମ ଲାଗୁଛି ବହୁତ ଜୋରେ। ଚୁଲିଟା ଜୋର ଜୋର ଜଳିଲା କାହିଁକି କହିଲେ ଏଠି ଯେଉଁ ଗାଈ ଗୋବର ଘଷି ଦିଆହେଇଛି ଆଉ ନଗଦ ପରା ହେଇକି ଦିଆଯାଇଛି ସେଥିପାଇଁ ସେ ଜୋର ଜୋର ଜଳୁଛି। ଆରେ ବାପରେ ପୋଡ଼ିଯିବ ନହେଲେ। ହେଇ ଆସିଲାଣି କଙ୍କଡ଼ା ମାରିଦେବା ତରକାରୀଟା କରିବା ଆଉ। ଡାଲ ତ ସରିଗଲା। ଲୁଣ ପଡ଼ିଥିଲା ଆଉ ଟିକେ ଅଳ୍ପ ପକେଇଦେବା ଲାଗୁଥିଲା ଅଲଣା। ଡାଲ ତ ହେଇଗଲା ଏବେ ତରକାରୀ କରିବା। ମୋର ଏଇଠି ମଞ୍ଜାରାଇ ପାଇଁ ପ୍ରସ୍ତୁତ ମୁଁ ପିଆଜ କଷେଇଲାଣି
ଆଉ ଏଠି ବାକି ମୋର ମସଲା ସବୁ ରଖିଛି କାଶ୍ମୀର ଚିଲି କଲର୍ ପାଇଁକା। ଆଉ ଏଥିରେ ଆମର ଅଛି ଲଙ୍କାଗୁଣ୍ଡା, ଲଙ୍କା ପାଉଡ଼ର ମସଲା ଏ ଡବାର ଅଛି, ସେ ଆଉ ଚିକେନ୍ ପାଉଡ଼ର, ମିଟ୍ ମସଲା ପକେଇକି ତରକାରୀଟା କରିବା। ଆଉ ଦେଖିବା ଆଜି ମଞ୍ଜା ରାଇଟା କେମିତି ଭଲ ଲାଗୁଛି ମସଲାରେ କଲେ। ଆଉ ମୁଁ ଟିକେ ଜାଳ କମେଇଦେଇ ହଁ ଯେଉଁ ମସଲା ତିଆରି କରିକି ମୁଁ ଦେଖୁଛି। ଏଇଠି ପୁରା ମୋର ମସଲା ପୁରା ରେଡ଼ି, ପୁରା କଲର୍ ହେଇଯାଇଛି ଆଉ ବଢ଼ିଆ ବଢ଼ିଆ ତେଲ ଛାଡ଼ିଯାଇଛି ମସଲାରେ। ଏବେ ଆମେ ସେ ବାକି ରଖିଥିବା ସିଝେଇଥିବା ଆକୁ ମଞ୍ଜା ମଟର ଆଳୁକୁ ପକାଇବା। ଅଲରେଡ଼ି ଏଥିରେ ସବୁ ଲୁଣ ପଡ଼ିକି ସିଝେଇଥିଲା, ଅଳ୍ପ ମାତ୍ରା ଲୁଣ ପକାଇଦେବା। ହଳଦୀ ପକାଇକି ସିଝି ଯାଇଛି, ଅଳ୍ପ ପାଣି ଦେଇକି ଫୁଟେଇକି ରେଡ଼ି କରିଦେବା। ହ୍ୟାଲୋ ସାଙ୍ଗମାନେ, ଦେଖନ୍ତୁ ରୋଷେଇବାସ ପୁରା ମୁଁ ସାରିକି ଆଉ ଖାଇବାକୁ ବସିଛି। ଭାତ ଖାଇବି, ପଖାଳ ଖାଇକି ଆଜି ପଖାଳ ବି ନଥିଲା। ଆଉ ଏବେ ଯାଉଛି ଖାଇବା ପାଇଁ ତାର। ଦେଖନ୍ତୁ ମୋର ଏଠି ଥାଳି ଅଛି, ଭାତ ଆଉ ଡାଲି, ଶାଗ ଭଜା ଆଉ ତରକାରୀ ମଞ୍ଜା ଆଳୁ ରାଇ ତରକାରୀ। ଦେଖିବା ତରକାରୀ କେମିତି ଲାଗୁଛି। ତରକାରୀ ପୁରା ବହୁତ ବଢ଼ିଆ ହେଇଛି। ଆଉ ଚାଲ ଏବେ ଖାଇବା ଷ୍ଟାର୍ଟ କରିବା। ସାଙ୍ଗମାନେ ଭିଡ଼ିଓଟି ଏଣ୍ଡ କରିଦେବା। ଭିଡ଼ିଓଟି ଯଦି ବହୁତ ଭଲ ଲାଗୁଛି ନିଶ୍ଚୟ ଦେଖିବେ ବହୁ ମାତ୍ରାରେ। ଆଉ ଲାଇକ୍ ସେୟାର ସବସ୍କ୍ରାଇବ୍ କରିବା ପାଇଁ ଜମା ଭୁଲିବନି। ଆଉ ଭିଡ଼ିଓଟି ସତରେ ଯଦି ବହୁତ ଭଲ ଲାଗୁଛି ମୁଁ ଭିଡ଼ିଓ ବନେଇବି, କମେଣ୍ଟ ମାଧ୍ୟମରେ ଆପଣଙ୍କର ମତାମତ ନିଶ୍ଚୟ ଜଣାଇବେ। ଆଉ ମୁଁ କହୁଥିଲି ଆସିଲା ଆରି ମଲେଇ ନେଇକି ଆଉ ଆସ ଖାଇବା। ଆଉ ଭିଡ଼ିଓଟି ନିଶ୍ଚୟ ଭଲ ଲାଗିଲେ ପ୍ଲିଜ୍ ଲାଇକ୍ କରିବେ ଆଉ ସବସ୍କ୍ରାଇବ୍ କରିବା ପାଇଁ ଭୁଲିବେନି। ସବସ୍କ୍ରାଇବ୍ କରୁନାହାନ୍ତି ଆଉ ଭିଡ଼ିଓଟିକୁ ପ୍ଲିଜ୍ ସବସ୍କ୍ରାଇବ୍ କରନ୍ତୁ। ରହିଲି ଆଉ ବାଏ ବାଏ। ବାଏ ବାଏ।